ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଳମଣି ବିଶ୍ୱାଳ ଏବଂ ଉପସ୍ଥାପନାରେ ମୁଁ ନୀନା ସାହୁ। ସମ୍ବଲପୁର ଦଳାଇପଡ଼ା ପୁରୁଣା ମ୍ୟୁନିସିପାଲିଟି ଛକଠାରେ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଉଦ୍ଘାଟିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ଘାଟନ କରିଛନ୍ତି। 1904 ମସିହାରେ 9 ଜଣ ଜମିଦାରଙ୍କ ଦାନ ଟଙ୍କାରେ ବ୍ରିଟିଶ ସରକାର ଏହାକୁ ଭିକ୍ଟୋରିଆ ଡିଷ୍ଟ୍ରିକ୍ଟ ହଲ୍ ନାଁରେ ତିଆରି କରିଥିଲେ। ତେବେ ଏହା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ନାଁରେ ପରିଣତ ହେବା ସହ ରୂପାନ୍ତରିତ ହୋଇଛି। ଏଠାରେ ପଶ୍ଚିମ ଓଡ଼ିଶାର ବୀରତ୍ୱର ଗାଥା ଇତିହାସ ଶୋଭା ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହେବାର ଶୁଭ ଅବସର ହୋଇଛି। ସମ୍ବଲପୁର ଇତିହାସ ସଭ୍ୟତାର ପ୍ରାରମ୍ଭରୁ ଏଇଠି ପ୍ରସ୍ତର ଯୁଗର ଗୁମ୍ଫା ଚିତ୍ରାଙ୍କନ ମିଳୁଛି। ପ୍ରମାଣ କରୁଛି ଏଠାରେ ବହୁତ ଐତିହ୍ୟ ସମ୍ପନ୍ନ ସଭ୍ୟତାର କେନ୍ଦ୍ର। ସମ୍ବଲପୁର ମ୍ୟୁଜିୟମ ଲୋକାର୍ପିତ ହେଇଛି ବୀର ସୁରେନ୍ଦ୍ର ସାଏଙ୍କ ନାଁରେ। ଏଇଟା ସମାଜକୁ ଆଗାମୀ ପିଢ଼ିକୁ ବହୁତ ପ୍ରେରିତ କରିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଜୋହୋ ସ୍କିଲ୍ ହବ୍ର ଲୋକାର୍ପଣ ଏବଂ ପେଟିଏମ୍ ଜ୍ଞାନ ବାହନର ଶୁଭାରମ୍ଭ କରିବା ସହିତ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଇନୋଭେଟରମାନଙ୍କୁ ସମ୍ମାନିତ କରିଛନ୍ତି। ସେ କହିଛନ୍ତି ଜୋହୋ ସ୍କିଲ୍ ହବ୍ କେବଳ ଏକ ତାଲିମ କେନ୍ଦ୍ର ନୁହେଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ। ଏଠାରେ ଥିବା ଅତ୍ୟାଧୁନିକ କ୍ଲାସରୁମ୍, ଅଫିସ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା ଜରିଆରେ ଛାତ୍ରଛାତ୍ରୀମାନେ ବାସ୍ତବିକ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ପାଇବେ। ଯେଉଁମାନେ ନିଜର ଦକ୍ଷତା ପ୍ରମାଣିତ କରିବେ ସେମାନଙ୍କୁ ଜୋହୋର ପାର୍ଟନର ନେଟୱାର୍କ ସହ ଦେଶ ବିଦେଶରେ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ ବୋଲି ସେ କହିଛନ୍ତି। ସମ୍ବଲପୁର ଆଖପାଖର ସବୁ ପ୍ରକାର ଇଞ୍ଜିନିୟରିଂ ନନ୍ ଇଞ୍ଜିନିୟରିଂ ପିଲା ସମସ୍ତେ ସଫ୍ଟୱେରରେ ହାର୍ଡୱେରରେ ଟେକ୍ନୋଲୋଜି ଇମ୍ପ୍ଲିମେଣ୍ଟେସନରେ କାମ କେମିତି ହେବ ଏ ସ୍କିଲ୍ ସେଣ୍ଟର ତାର କାମ ହେବ। ଏଇଠି ପେଟିଏମ୍ ଭଳିଆ ଗୋଟିଏ ଟେକ୍ନୋଲୋଜି କମ୍ପାନୀ ଯେ ଡିଜିଟାଲ ପେମେଣ୍ଟରେ ବିଶ୍ୱରେ ଗୋଟିଏ ନୂଆ ମଡେଲ ତିଆରି କଲେ। ସ୍କିଲ୍ ବେସ୍ ନେବା ପାଇଁ ପଡ଼ିବ, କମ୍ପିଟେନ୍ସି ବେସ୍ ନେବା ପାଇଁ ପଡ଼ିବ। ଏଗୁଡ଼ିକ ଏନ୍ଇପି ରେକମେଣ୍ଡ କରୁଛି। ଆଇଆଇଟି ମାଡ୍ରାସ ସାଙ୍ଗରେ କୋଲାବୋରେଟ୍ କରିକି ବୁର୍ଲା ତାର ଏଣ୍ଟାୟାର କାରିକୁଲମକୁ ଆଉ ଥରେ ରିଭ୍ୟାଲିଡେଟ୍ କରିଦେବ। ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଚିଣ୍ଡା ଗସ୍ତ କରି ଅଞ୍ଚଳବାସୀଙ୍କୁ ବହୁ ପ୍ରକଳ୍ପ ଭେଟି ଦେଇଛନ୍ତି। ପ୍ରଥମେ ଡକ୍ଟର ବିଆର୍ ଆମ୍ବେଦକର ଜୟନ୍ତୀ ଅବସରରେ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସରକାରୀ ଆଇଟିଆଇ କ୍ୟାମ୍ପସରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ତରଫରୁ ପ୍ରାୟ 207 କୋଟି 25 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଚିଣ୍ଡା କାର୍ଯ୍ୟକ୍ରମ ପରେ ବାମରାରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିଛନ୍ତି। ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ତପସ୍ୱିନୀ ପ୍ରେକ୍ଷାଳୟଠାରେ ମହିଳା ସଂରକ୍ଷଣ ବିଲ୍ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରାର ଆୟୋଜନ ହୋଇଥିଲା। ତପସ୍ୱିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗଙ୍ଗାଧର ମେହେର ସମ୍ମିଳନୀ କକ୍ଷରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ରଙ୍କର ଅଧ୍ୟକ୍ଷତାରେ ପ୍ରଶାସନିକ ଓ ଶାସନ ସଂସ୍କାର ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟତଃ ଜନସାଧାରଣଙ୍କ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ରାଜସ୍ୱ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଓ ନୂତନ ସଂସ୍କାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ନୂଆ ରୂପ ପାଇବାକୁ ଯାଉଛି ସମ୍ବଲପୁର ସହର। ହଟିବ ସମ୍ବଲପୁର ସହରରେ ଥିବା ବସ୍ତି। ବସ୍ତି ବାସିନ୍ଦାଙ୍କ ପାଇଁ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ଘର ତିଆରି କରି ଫ୍ଲାଟ୍ ନିର୍ମାଣ କରାଯିବ। 4 ମହଲା ବିଶିଷ୍ଟ ଫ୍ଲାଟ୍ ନିର୍ମାଣ କରି ସମ୍ବଲପୁର ସହରରେ ଥିବା ଠେଲକୋପଡ଼ା ବାସିନ୍ଦାଙ୍କୁ ସେଠାରେ ଥଇଥାନ କରାଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଅଇଁଠାପାଲି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମ୍ମାନଜନକ ରାଷ୍ଟ୍ରୀୟ ଗୁଣବତ୍ତା ସୂଚକ ମାନଦଣ୍ଡ ପୁରସ୍କାର ମିଳିଛି। ପୂର୍ବରୁ 2 ଜଣିଆ ଜାତୀୟ ଦଳ ଡାକ୍ତର ସୌମ୍ୟ ମଣ୍ଡଳ ଓ ଡାକ୍ତର ଜୋସୁଆ ଅଭିଷେକ ବଣ୍ଡାଲା ଆସି ଅଇଁଠାପାଲି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର 12 ଗୋଟି ବିଭାଗର ତର୍ଜମା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।